ଜୟ ଜଗନ୍ନାଥ। କଥା ମଲ୍ହାରର ଏଇ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ଅନ୍ତରରୁ ସ୍ୱାଗତ। ଭଲ ଲାଗିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ କି ବେଲ୍ ଆଇକନକୁ ଦବେଇ ଦିଅନ୍ତୁ ବୋଲି ମୁଁ ଜମା କହିବିନି। ଆମ ଭିତରେ ଭଲ ପାଇବା ବଢ଼ିଲେ ତ ଆପଣ ସ୍ୱତଃସ୍ଫୂର୍ତ୍ତ ଭାବରେ ସେତିକି ନିଶ୍ଚୟ କରିବେ। ମୁଁ ଭୁଲ କହିଲି କି? ଆସନ୍ତୁ ଆଜି ଶୁଣିବା ଗଳ୍ପ ଜେନେରେସନ୍ ଗ୍ୟାପ୍। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ସେମିତି କିଛି ମୁଁ କହିନଥିଲି। କହିବାକୁ ଗଲେ ମୁଁ କିଛି ହିଁ କହିନଥିଲି। ସେଦିନ ସକାଳ ଚା କପ୍ଟା ଧରି ବସୁ ବସୁ ଶୁଭେନ୍ଦୁ କହିଲେ, ଆରେ କାଲି ପରା ଧୀରଜ ଫୋନ୍ କରିଥିଲା। କେମିତି ପଢ଼ାପଢ଼ି କରୁଛି ସୋନୁ? ମୁଁ ବି ଚା କପ୍ଟା ନେଇ ସେଠିକି ଗଲି। ଧୀରଜ ତାଙ୍କ ସାଙ୍ଗ। କାଲି ସିଏ ଫୋନ୍ କରିଥିଲେ ଯେ ଶୁଭେନ୍ଦୁ ତାଙ୍କ ଅଫିସରୁ ଆସିଥିବା ଜଣେ ବନ୍ଧୁଙ୍କ ସହ କଥା ହଉଥିଲେ। ସେଥିପାଇଁ ମୁଁ ଫୋନ୍ ଧରିଥିଲି। ସୋନୁ ଆଉ ଜିତୁ ଦିଜଣ ଏକା କ୍ଲାସର। ଯଦିଓ ସ୍କୁଲ ଅଲଗା, ଜାଗା ଅଲଗା, ସବୁ ଅଲଗା। ଦୁହେଁ 10th ଭଲ ରେଜଲ୍ଟ କରିଥିଲେ। +2 ପଢ଼ୁଛନ୍ତି ଏବେ। ସୋନୁର ଇଚ୍ଛା ଇଞ୍ଜିନିୟରିଂ ତ ଜିତୁ ଯିବାକୁ ଚାହେଁ ମେଡ଼ିକାଲ ଲାଇନରେ। ତେବେ ଆମେ ସାଧାରଣ ବର୍ଗର ଲୋକ। ସଂରକ୍ଷଣର ଆଶୀର୍ବାଦ ଆମ ପାଖରେ ନାହିଁ। ଆମେ ବି ନିମ୍ନ ମଧ୍ୟବିତ୍ତ ଗୋଷ୍ଠୀରେ ଯିବୁ। ତେଣୁ ପୁଳାଏ ଟଙ୍କା ଖର୍ଚ୍ଚ କରି ପିଲାମାନଙ୍କୁ ଘରୋଇ ଅନୁଷ୍ଠାନରେ ପଢ଼ାଇବା ଆମ ସାଧ୍ୟର ବାହାରେ। କଠିନ ପରିଶ୍ରମ କରି ନିଜ ବାହୁବଳରେ ଯଦି କିଛି କରିପାରିବେ, ନହେଲେ ନାହିଁ। ଛକରେ ଦୋକାନ ଦେବେ ବୋଲି ଆମେ ପିଲାଙ୍କୁ କହିସାରିଛୁ। ତେବେ ସୋନୁଟା ଭାରି ପରିଶ୍ରମୀ। ତାର ଜିଦି ମାନେ ଜିଦି। ଯୋଉଟା ହାସଲ ସେ କରିବାକୁ ଚାହିଁବ, ସେଥିପାଇଁ ଦିନ ରାତି ଏକ କରିଦେବ। ଜିତୁ ଠିକ୍ ତାର ଓଲଟା। ଅତି ବୁଦ୍ଧିଆ ପିଲାଟା। ହେଲେ ପରିଶ୍ରମ କଲା ବେଳକୁ ପାଣିକୁ ଛେଳି। ଆଜିକାଲି ଭାରି ଉଦ୍ଧତ ବି ହେଉଛି। ମୁହେଁ ମୁହେଁ ଜବାବ। ଟିକେ ରାଗିଗଲେ ଜିନିଷପତ୍ର ଫିଙ୍ଗା ଫୋପଡ଼ା। ନ ଖାଇ ଉପାସରେ ଶୋଇଯିବ। ଏମିତି ସବୁ ଢଙ୍ଗ ବାହାର କଲାଣି। ସେଇ ଡରରେ ଆମେ ବାପା ମା ଦିଟା ସନ୍ତ୍ରସ୍ତ ହେଇଥାଉ। ସେଦିନ ଶୁଭେନ୍ଦୁଙ୍କ କଥାର ଉତ୍ତରରେ ମୁଁ କହିଲି, ହଁ, ଧୀରଜ କହୁଥିଲେ ସୋନୁ ପାଠ ପାଇଁ ଖାଇବା ପିଇବା ସବୁ ଭୁଲି ଯାଇଛି। ବହୁତ ପରିଶ୍ରମ କରୁଛି। ସନ୍ଧ୍ୟାରେ ଖାଲି ଅଧଘଣ୍ଟାଏ ବ୍ୟାଡମିଣ୍ଟନ ଖେଳୁଛି। ରାତି 12ରୁ ସକାଳ 5 ଯାଏଁ ଶୋଉଛି। ଗାଧୋଇବା ଖାଇବା ପାଇଁ ଧର ଏଇ ଘଣ୍ଟାଏ କି 1.5 ଘଣ୍ଟା ଖର୍ଚ୍ଚ ହେଉଛି। ବାସ୍, ବାକି ସମୟ ପାଠ। କାଳେ ନିଦ ମାଡ଼ିବ, ଦେହ ଭାରି ଲାଗିବ ବୋଲି ପରା ସେ ଭାତ ବି ଖାଉନି। ଦିନରେ ରୁଟି ଖାଉଛି। କଥା ଏତିକି। ଜିତୁର ନାଁ ବି ଆମେ ଉଠେଇନୁ। ସିଏ କିନ୍ତୁ କୋଉଠି ଥିଲା କେଜାଣି, ମାଡ଼ି ଆସିଲା। ବାଁ ହାତରେ ମୋ କପ୍ଟା ଧରି ଫିଙ୍ଗିଦେଲା ବଗିଚା ଭିତରକୁ। ଗର୍ଜି ଉଠିଲା, କ'ଣ କହିବାକୁ ଚାହଁ ତୁମେ? ସୋନୁ ଏକା ଭଲ? ସେ ଏକା ପଢ଼ୁଛି? ମୁଁ ମୂର୍ଖ, ଅଳସୁଆ, ପାଠଚୋର? ମୁଁ ପଢ଼ୁନି? ମୁଁ ଜୀବନ ସାରା ତୁମ ଉପରେ ବୋଝ ହେଇ ରହିଯିବି? ଆହୁରି କେତେ କ'ଣ? ଆରେ ତୋତେ କିଏ କ'ଣ କହିଲା? ଆମେ କାହା ବିଷୟରେ ଆଲୋଚନା ବି କରିବୁନି ନା କ'ଣ? ତା ବାପା ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲେ। ମୁଁ ତ ସହଜେ ଦୋଷୀ। ତେଣୁ ମୁଁ ଚୁପ୍ ଥିଲି। ହେଲାନି, ତାକୁ ବୁଝେଇ ହେଲାନି। ସେଦିନ ଆମ ଭାତ ହାଣ୍ଡି ଯାଇ ନଳାରେ ପଡ଼ିଲା। ତରକାରୀ କୁକୁର ମୁହଁରେ ଢଳାଗଲା। ତା ବାପା ନୂଆ କିଣିଥିବା ଜୋତା ଦିହଳ ଫିଙ୍ଗାଗଲା କୂଅ ଭିତରକୁ। ଦୀର୍ଘ ନିଶ୍ୱାସଟିଏ ନେବାକୁ ବି ମୋତେ ଡର ଲାଗୁଥିଲା। ଅଥଚ ସେତିକି ମୋର ଖୁବ୍ ଆବଶ୍ୟକ ଥିଲା। ଜିତୁ ଗର୍ଜୁଥିଲା, ଖବରଦାର କହିଦଉଛି, ମୋତେ କାହା ସହିତ ତୁଳନା କରିବନି। ମୋ ସମକକ୍ଷ କେହି ନୁହନ୍ତି।
ଦେଖେଇ ଶିଖେଇ କଥା ଶୁଣେଇଲେ ମତେ ଆଦୌ ଭଲ ଲାଗେନି। ମୁଁ ମୋ ଭଳି ବଞ୍ଚିବି। କାହାଠୁ ଦେଖି ଶିଖି ମୋର କିଛି କରିବାର ନାହିଁ। ବଞ୍ଚରେ ବାବା, ତୋତେ କହିବା ତ ଛାଡ଼, ତୋତେ ଅନେଇବାର ସାହସ ବି ଆମେ ହରେଇ ବସିଲୁଣି। କଣ ଯେ ହଉଛନ୍ତି ଆଜିକାଲିର ପିଲା, ତାହାରି ଚିନ୍ତାରେ ମୁଁ ମରିଯାଉଥିଲି। ମତେ ଖୋଲା ପବନ ଟିକେ ଦରକାର ଥିଲା। ଏତେ ଟେନସନରେ ସବୁବେଳେ ରହୁଥିଲି ଯେ ମତେ ଲାଗୁଥିଲା କେତେବେଳେ ମୋର କଣ ଗୋଟେ ହେଇଯିବ। ବ୍ଲଡ ପ୍ରେସର କି ହାର୍ଟ ଆଟାକ୍ ଭଳି ରୋଗଟେ ବାହାରି ପଡ଼ିବ ଅଚାନକ। କେମିତି ଗୋଟେ ନିଶ୍ୱାସ ରୁନ୍ଧି ଦେଲା ଭଳି ପରିବେଶ। ମୁଁ ଗଳା ବାଟଟେ ଖୋଜୁଥିଲି ସେଥିରୁ ମୁକ୍ତି ପାଇବି ବୋଲି। ଝଲକାଏ ନଈକୂଳିଆ ପବନ ସେଦିନ ମୋ ଆଡ଼କୁ ବୋହି ଆସିଲା। ସ୍ୱାତୀ ଫୋନ କରିଥିଲା। ସ୍ୱାତୀ? ମୋର ବିଶ୍ୱାସ ହଉନଥିଲା। ପିଜି କଲାବେଳେ ସେ ଯଦିଓ ମୋର ରୁମମେଟ୍ ନଥିଲା, ତେବେ ଆମରି ବ୍ଲକରେ ରହୁଥିଲା। ମୋ ରୁମଠୁ 4ଟା ରୁମ୍ ଛାଡ଼ି। ମୋର 53, ତାହାର 57। ଆମ 2 ଜଣଙ୍କର ସ୍ପେଶାଲ ପେପର ଏକା ଥିଲା। ଖାଇବା ପିଇବା ବୁଲିବା, ଡ୍ରେସ୍ ଜୋତାଠୁ ଆରମ୍ଭ କରି ଘଣ୍ଟା ପର୍ଯ୍ୟନ୍ତ ଆମ 2 ଜଣଙ୍କର ପସନ୍ଦ ଏକା ଥିଲା। ଅର୍ଥାତ୍ ଆମର ଭଲ ଯତିପାତ ହେଉଥିଲା। ତେଣୁ ଆମେ ଖୁବ୍ ଭଲ ବନ୍ଧୁ ଥିଲୁ। ପିଜି ପରେ ମୋ ପାଇଁ ସ୍ୱାତୀ ହଜିଗଲା କୋଉ ଜନସମୁଦ୍ର ଭିତରେ। ତ ମୁଁ ବି ତା ପାଇଁ ହେଇଗଲି କୋଉ ସାଗରରେ ଅନବରତ ବିଲୀନ ହେଉଥିବା ଢେଉଟାଏ ମାତ୍ର। ଆଜି ତା ଫୋନ, ଖୁସିରେ ମୁଁ ପାଗଳ ହେଇଗଲି। ଏକାଥରେ କେତେ କଥା ପଚାରିଦେଲି। କୋଉଠୁ ପାଇଲୁ ମୋ ନମ୍ବର? ତୁ କୋଉଠି? କେମିତି ଅଛୁ? ତୁ ବର ଗୋରା ନା କଳା? TDHR କୁ ବାହା ହବ କହୁଥିଲୁ। ଟଲ୍, ଡାର୍କ, ହ୍ୟାଣ୍ଡସମ୍, ରିଚ୍। ପାଇଛୁ ନା ସେମିତି? ତୋ ପିଲାମାନେ? ଶୁଭେନ୍ଦୁ ଅଫିସ ଯାଇ ସାରିଥିଲେ। ଜିତୁ ପଢ଼ୁଥିଲା ଭିତର ଘରେ। ଆମେ ସେଦିନ ମନ ଭରି ଗପିଲୁ। ଶ୍ୱାସନଳୀ ଭର୍ତ୍ତି ଅମ୍ଳଜାନ ମିଳିଯାଇଥିଲା ମୋତେ। ଏତେ 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 ଗପିଲୁ ଯେ ଫୋନ୍ ଧରି ଧରି ମୋ ହାତ କାଟିଲା। ସ୍ପିକର ଅନ୍ କରି ଟେବୁଲ ଉପରେ ଥୋଇ ଆମେ ପୁଣି ଗପିଲୁ। ସ୍ୱାତୀ ତା 2 ଝିଅଙ୍କ କଥା କହୁଥିଲା ସେତେବେଳେ। ପକ୍କା ଅଳଶୁଣୀ ଲୋ, 2ଟା ଯାକ ହେଇଛନ୍ତି। ବଡ଼ +2 ପରୀକ୍ଷା ଦେଇଛି, ସାନ 10th। ନିର୍ଧୁମ ଶୋଉଛନ୍ତି। ମୋବାଇଲ ଧରି ରାତି ଅଧ ଯାଏଁ ବସୁଛନ୍ତି। ମତେ ବିରକ୍ତ ଲାଗୁଛି ସେ 2ଟାଙ୍କୁ ଦେଖି ଦେଖି। ଜାଣିଛୁ ନା, ଦିନ ଅଧ ଯାଏଁ ବିଛଣାରୁ ଉଠୁନାହାନ୍ତି। ଛୁଆ 2ଟା ଉପାସରେ ଶୋଇଛନ୍ତି ବୋଲି ମୁଁ 10ଟା ବେଳକୁ ଛତୁଆ ଟିକେ ଗୋଳେଇ ନେଇ ଦିଏ। ବଡ଼ ତ ହେଲେ ଉଠେ, ବ୍ରସ୍ କରି ପିଏ। ସାନ ସେମିତି ପିଇଦିଏ। ଛି, ଅଦାନ୍ତ ଖସା। କହିଲେ କହୁଛି କୋଉ ବାବା କହିଛନ୍ତି ଏମିତି ପିଇଲେ ଦେହକୁ ଶକ୍ତି ଆସିବ। ଏତେ ଅଳସୁଣୀ, ଅପରିଷ୍କାର। ଆହୁରି ବହୁତ ଗପିଲୁ ସେଦିନ। ମୋ ମନ ଖୁସି ଥିଲା ରାତି ପର୍ଯ୍ୟନ୍ତ। ପରଦିନ 9:30 ହେଲାଣି। ଜିତୁର ପାଟି ଶୁଭୁନି ଯେ? ସେ କଣ ଏଯାଏଁ ଶୋଇଛି? ଆଶ୍ଚର୍ଯ୍ୟ। ଯେତେ ଯାହା ପାଟି କରୁ କି ଗାଳି ଦଉ, ମୁଁ ତାକୁ 6ଟା ପରେ ଶୋଇବାକୁ ମନା କରେ। ଖୁବ୍ ଅଶାନ୍ତିରେ ସେ କିନ୍ତୁ ସେତକ ମାନିଥାଏ। ଆଜି ଏତେବେଳ ଯାଏଁ ଉଠିନି। ଟୋକାର ସାହସ ବଢ଼ିଗଲାଣି। ତମ୍ ତମ୍ ହେଇ ମୁଁ ଗଲି। ତା ଉପରୁ ଚାଦରଟା ଟାଣି ପକେଇଲି। କହିଲି, ଉଠୁନୁ, ଏତେବେଳ ଯାଏଁ ଶୋଇଛୁ? ଦିନ ଆସି ଅଧ ହେଲାଣି। ନିଦ ମଳମଳ ଆଖିରେ ସେ ଘଣ୍ଟାକୁ ଅନେଇଲା। ଚାଦରଟାକୁ ଟାଣି ନେଇ ଗୋଡ଼ଠୁ ମୁଣ୍ଡ ଯାଏଁ ଘୋଡ଼େଇ ହେଇଗଲା। ତାରି ଭିତରୁ କହିଲା, ଦଲିଆ ଟିକେ ପାଣିଆ କରି ଆଣିଦିଅ ମା, ମୁଁ ଏଇଠି ପିଇଦେବି। କାହିଁକି? ତୁ ଉଠିବୁନି କି? ମୋ କର୍କଶ ଗଳାର ଉତ୍ତରରେ ସେ ବେଖାତିର ଢଙ୍ଗରେ କହିଲା, ନାଇଁ ଉଠିବିନି। ସ୍ୱାତୀ ମାଉସୀ ଝିଅମାନେ ତ ଏମିତି କରୁଛନ୍ତି।
ସିଏ ପରା ତୁମର ଏତେ ଭଲ ସାଙ୍ଗ, କହିଲା ଆଉ କଡ଼ ଲେଉଟେଇ ମତେ ପଛ କରି ଶୋଇଗଲା। ମୁଁ ଆଁ କରି ଅନେଇଥିଲି। ଏଇ ଟୋକା ପରା ମତେ ପ୍ରବଚନ ଦଉଥିଲା, କାହାଠୁ ଦେଖି ଶିଖି ମୋର କିଛି କରିବାର ନାହିଁ। ଆଜି କଥାଟା ତାକୁ ସୁହେଇଲା ବୋଲି। ଆଃ, ଏଇ ଜେନେରେସନର ପିଲାମାନେ ନା। ଶୁଣୁଥିଲେ ଗଳ୍ପ ଜେନେରେସନ ଗ୍ୟାପ୍। ପିଲାମାନେ କ'ଣ ସତରେ ବଦଳି ଯାଉଛନ୍ତି? ନା ଆମେ ସଜାଡ଼ି ପାରୁନୁ ତାଙ୍କୁ, ସୁଧାରି ପାରୁନୁ ସେମାନଙ୍କୁ ଆମ ମନ ମୁତାବକ? ନା ଏଇ ନୂଆ ଜେନେରେସନ ଜମା ରାଜି ନାହାନ୍ତି ଶଗଡ଼ ଗୁଳାରେ ଚାଲିବା ପାଇଁ? ଏ ପ୍ରଶ୍ନର ଉତ୍ତର ଯଦି ଆପଣମାନଙ୍କ ପାଖରେ ଥାଏ, ତେବେ ଆମ କମେଣ୍ଟ ବକ୍ସକୁ ଯାଆନ୍ତୁ ଆଉ କମେଣ୍ଟ ଦିଅନ୍ତୁ। ମୁଁ ପୁଣି ଥରେ ଆସିବି ଆଉ ଗୋଟେ ସୁନ୍ଦର ଗପ ଧରି। ନମସ୍କାର।